हाय फैमिली मु बिसी आज एक नुआ वीडियो नहीं कि आसी वीडियोटी है पुरी पुरी जो जगन्नाथ मंदिर आम बुली आसवा आसतु आम पुरी मंदिर बुली जीवा देखुंत यही हूँ पुरीर बड़ दाण्ड बहुत चौड़ा रास्ता आम ए गाड़ी रे जाऊँ बहुत सुंदर लगुच बहुत भल लगुच गाड़ी प्रबल भिड़ और बहुत चौड़ा चौड़ा रास्ता है आग अपेक्षा पूरी बहुत चेंज हो जाइए आगे टी बहुत कंजेस्टेड जगह थिला आजिकल पूरा सफा कर देइछंती चलंतु पुणे आम आगु को जीवा यही बड़ दाण्ड पुरीर दुई साइड बड़ बड़ होटेल गुड़ा रही दुकान बजार रही आपंकर रही बहुत सुविधा अच्छी पुरी मंदिर देखा बहुत दूर रे आम ए रास्त अच्छू एवं एठी ट्रैफिक सिस्टम बहुत कड़ाकड़ी अच्छी आउ बेसी दूर गाड़ी आग को जीवनी से ट्रैफिक रू सेपटे बड़ दाण्ड सेपटे आग को जीवनी सेपटे गाड़ी जावाक दौना ये चार साइड देखुं दुई साइड बड़ बड़ होटेल रही आपण मैंने यही होटेल रही जय जगन्नाथ को दर्शन करें ठीक अच्छे चलो आग को आमे पुरी मंदिर एंट्री गेट पहुँची गलु ये आपण मैंने आसिकी एंट्री करेंगे रास्ता सुंदर सुंदर अच्छी भितर भितर ओडिशा पुलिस कमिश्नर द्वारा ये प्रोटोकॉल जारी रही यही साइड आपण मैंने जापरेंगे और दुई साइड रे आपणकर मोबाइल स्टैंड जोता स्टैंड रही आपड़ यही जोता स्टैंड रे जोता रखी जीवे मंदिर को मोबाइल एलाउ ना कि जोता एलाउ ना आप टिकेट करके आप रखिपारे जोता पोता पुणी यही आगर को देखा ये एंट्री हे एंट्री है आपण श्री जय जगन्नाथ एवं बलभद्र सुभद्रा को दर्शन करें ये लोक केते प्रबल भिड़ मुझे टी संध्या साई टाइम तो लोक नहांती देखुं केते सुंदर भाव प्रोटोकॉल बनई भितर भितर आपण मैंने जापरेंगे आसतु पुणे आग को जीवा केते लंबा है ये गोटे ये सुंदर भाव प्रोटोकॉल बनाई लाइन लाइन रे जीवे और तार साइड रे गछ सब लगाई से भितर फैन लाइट फाइट सब व्यवस्था अच्छी आपण मैंने आराम रे जापरेंगे जीवे आग को ता भितर आपणकर शौचालय भी अच्छी ये देखुं केते सुंदर देखा जाउची पूरी बड़ दाण्ड चलतु पुणे आग को जीवा
ଡାହାଣ ସାଇଡ଼୍ରେ ଲୋକମାନେ ଭିତରକୁ ଯାଉଛନ୍ତି ଓ ବାଁ ସାଇଡ଼୍ରେ ଲୋକମାନେ ଦର୍ଶନ କରିକି ଫେରୁଛନ୍ତି। ବହୁତ ସୁନ୍ଦର ଭାବ ଲାଗୁଛି ଏବଂ ଏହି ବଡ଼ଦାଣ୍ଡରେ ଚାଲିଲା ବେଳେ ଆପଣଙ୍କୁ ବହୁତ ଶାନ୍ତିମୟକ ଲାଗିବ। ଆସନ୍ତୁ ପୁଣି ଆଗକୁ ଆମେ ଯିବା। ଏଇଠି ହେଉଛି ଆପଣଙ୍କର ଏଣ୍ଟ୍ରି କରିବେ ପୁରୀ ମନ୍ଦିର ଭିତରକୁ ଯିବା ପାଇଁ। ଡାହାଣ ପଟେ ଦେଇକି ଭିତରେ ଏଇ ଯେ ପ୍ରୋଟୋକଲ୍ ଅଛି, ପ୍ରୋଟୋକଲ୍ ଭିତରେ ଆପଣ ଯିବେ। ଯେ ଜଗନ୍ନାଥଙ୍କ ନାମ ଧରି ଜପି କରିକି ଯିବେ। ଏଇଠି ଆପଣଙ୍କର ଫେରିଲା ମାନେ ହିଁ ଗାଡ଼ି ସିଷ୍ଟମ୍ ଅଛି, ଅଟୋ ଅଛି, ରିକ୍ସା ଅଛି, ବସ୍ ଅଛି। ଆପଣ ଯେଉଁଠି ଯାଇପାରିବେ। କି ଯଦି ବସ୍ ଷ୍ଟାଣ୍ଡକୁ ଯିବାର ଅଛି ହେଲେ ଏଇଠି ବସ୍ ଲାଗିକି ରହିଛି। ଆପଣଙ୍କର ଅଟୋ, ରିକ୍ସା ବହୁତ ପ୍ରକାର ସୁବିଧା ଅଛି। ମୋ ବସ୍ ବି ଅଛି। ପୁଣି ଆମେ ପହଞ୍ଚିଗଲୁଣି ଆଗକୁ। ଦେଖୁଛନ୍ତି କେତେ ସୁନ୍ଦର ଲାଗୁଛି। ସବୁ ଜାଗାରେ ପୋଲିସ ଅଛି, ପୋଲିସ ମାନେ ରହିଛନ୍ତି ଯେ ଜଗନ୍ନାଥକୁ ସିକ୍ୟୁରିଟି ଦେବା ପାଇଁ। ଏଇଠି ଲୋକମାନେ ବହୁତ ଫଟୋ ସେଲ୍ଫି ଉଠାନ୍ତି। ଦେଖୁଛନ୍ତି ଗୋଟେ ପରେ ଗୋଟେ ଯାଉଛନ୍ତି। ଠିକ୍ ଅଛି, ପୁଣି ଆମେ ଆଗକୁ ଯିବା ଯେ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିକି ଆସିବା। କେତେ ଭିଡ଼, ମୋତେ ବହୁତ ଭଲ ଲାଗୁଛି। ଯେ ଜଗନ୍ନାଥଙ୍କ ଡୋରି ପଡ଼ିଛି ବୋଲି ମୁଁ ଆଜି ପୁରୀ ଆସିପାରିଛି, ନହେଲେ ଆସିପାରିନଥାନ୍ତି। ହେଲାଣି ବହୁତ ବର୍ଷ ହେଲାଣି ଥରେ ଆସିଥିଲି, ଆଉ ସେକେଣ୍ଡ ବାର ଆସୁଛି। ପୁଣି ଏଇଠୁ ଆପଣଙ୍କର ବିଚ୍ ବହୁତ ପାଖ ଅଛି। ଆପଣଙ୍କୁ ସେ ବିଚ୍ ବି ଦେଖେଇବୁ। ଚାଲନ୍ତୁ, କେତେ ଆମେ ପୁରା ପାଖାପାଖି ହେଇଗଲୁଣି। ଏଇଠି ବହୁତ ସୁନ୍ଦର ଭାବରେ ଆମର ଝୁଣ୍ଟି ତିଆରି ହେଇଛି। ଲୋକମାନେ ଝୁଣ୍ଟି ଉପରେ ବସି ଚଲି ପାରିବେ। ଏଇଠି ବହୁତ ଫାଙ୍କା ଲାଗୁଛି, କିନ୍ତୁ ବହୁତ ସୁନ୍ଦର ଲାଗେ। ଏଇଠି ଆପଣ ବସି ବି ପାରିବେ ଆଉ ଚାଲି ବି ପାରିବେ। ଠିକ୍ ଅଛି, ଆମେ ପୁଣି ଆଗକୁ ଯିବା, ମନ୍ଦିର ବୁଲିକି ଆସିବା। ଆମେ ଏବେ ମନ୍ଦିର ଭିତରକୁ ଏଣ୍ଟ୍ରି କରିବା। ମନ୍ଦିରକୁ ମୋବାଇଲ ଏଲାଉ ନାହିଁ କି କିଛି ଏଲାଉ ନାହିଁ। ଠିକ୍ ଅଛି, ଆମେ ଆପଣଙ୍କୁ ସେ ଯେଉଁ ଜଗନ୍ନାଥଙ୍କର ମୂର୍ତ୍ତି ଦେଖାଇ ପାରିଲୁନି, କିନ୍ତୁ ସେଠି ଆମେ କହିଦେଉଛୁ ବହୁତ ପ୍ରବଳ ଭିଡ଼। ଆପଣ ଘଣ୍ଟା ଧରି ଛିଡ଼ା ହେବେ ଦର୍ଶନ କରିବା ପାଇଁ। ଲାଇନ୍ରେ ଆସିବେ, ପ୍ରବଳ ଭିଡ଼। ଆମେ ଦର୍ଶନ କରିକି ଆସି ସାରିଲୁଣି। ତେବେ ଆମେ ବାହାରେ ଛିଡ଼ା ହେଇଛୁ। ଦେଖୁଛନ୍ତି, ଏହି ହେଉଛି ମନ୍ଦିର, ପୁରୀ ମନ୍ଦିର। ପୁରୀ ମନ୍ଦିରରେ ପ୍ରାୟ ସମସ୍ତେ ଦର୍ଶନ କରିକି ବାହାରେ ଛିଡ଼ା ହେଇଛନ୍ତି।
ଏଠି ଅବଢ଼ା ପ୍ରସାଦ ଖଜା ବହୁତ କିଛି ମିଳେ। ଆପଣମାନେ ବାହାରୁ ବି କିଣିପାରିବେ କି ଭିତରେ ବି କିଣିପାରିବେ। ଏଠି ଆମେ ଅବଢ଼ା ବି ଖାଇଲୁ। ଅବଢ଼ା ଖାଇଲା ବେଳେ ଆମେ ଅଳ୍ପରେ ଗୋଟେ ହାଣ୍ଡି ନେଇଥିଲୁ। ଗୋଟେ ହାଣ୍ଡି ବେଳକୁ ଟିକେ ଟିକେ ସମସ୍ତଙ୍କୁ ହେଇଗଲା, କିନ୍ତୁ ପେଟ ଭର୍ତ୍ତି ହେଇଗଲା। ବହୁତ ଭଲ ଲାଗିଲା, ବହୁତ ଖୁସି। ଠିକ୍ ଅଛି, ପୁଣି ଆମେ ଏବେ ଧୀରେ ଧୀରେ ଫେରିବା, ସି ବିଚ୍ ପଟେ ବୁଲି ଆସିବା। ଏଠି ବହୁତ ସୁନ୍ଦର ଲାଗେ, ବହୁତ ଶାନ୍ତିମୟ ଏକ ଜାଗା। ଠିକ୍ ଅଛି, ପୁଣି ଆମେ ଆପଣମାନଙ୍କୁ ଦେଖାଇବୁ ସି ବିଚ୍ର। କେମିତି ଲାଗିଲା ଏହି ପୁରୀ ଜାଗା? ଆପଣମାନେ ନିହାତି ମୋ ଚ୍ୟାନେଲରେ କମେଣ୍ଟ କରିକି କହିବେ। ମୋତେ ବହୁତ ଭଲ ଲାଗିଲା, ବହୁତ ଖୁସି ଲାଗିଲା। ମୁଁ ଜୟ ଜଗନ୍ନାଥଙ୍କୁ ଦର୍ଶନ କରିକି ଆସିଲି। ପୁଣି ଆମେ ସି ବିଚ୍ ପଟେ ଯିବା। ଏଠି ବହୁତ ସୁନ୍ଦର ଭାବରେ ଝୁଣ୍ଟି ବି ତିଆରି ହେଇଛି। ଆଉ ଏଠି ବହୁତ ନନାମାନେ ବି ଅଛନ୍ତି। ସେମାନେ ଆପଣଙ୍କ ନାଁ ଧରିଲେ ଆପଣଙ୍କ ପାପ ଖଣ୍ଡନ ହେଇଯାଏ। ଚାଲନ୍ତୁ ଆମେ ସି ବିଚ୍ ପଟେ ଯିବା। ଲୋକମାନେ ଏବେ ଫେରୁଛନ୍ତି ସମସ୍ତେ ଦର୍ଶନ କରିକି। ହାତରେ ସମସ୍ତଙ୍କର ପ୍ରସାଦ ଅଛି, ପ୍ରସାଦ ନେଇକି ଘରକୁ ଯିବେ। ପୁଣି ଆମେମାନେ ପ୍ରସାଦ ନେଇକି ଆସିଛୁ, ଆମେ ବି ଏବେ ଫେରିବୁ ଧୀରେ ଧୀରେ। ଦେଖୁଛନ୍ତି ଏଇଠି ଆପଣଙ୍କର ଗଛ ସବୁ ଲଗା ହେଇଛି ରାସ୍ତା ମଝିରେ ବହୁତ ସୁନ୍ଦର ଭାବରେ। ଆଉ ଚାରିଆଡ଼େ ଲାଇଟ୍, ସିସି କ୍ୟାମେରା ଅଛି। ଆମେ ସମସ୍ତଙ୍କୁ ଦେଖାଉଛୁ କେତେ ସୁନ୍ଦର ଭାବରେ ଲୋକମାନେ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରୁଛନ୍ତି। ଏଠି ଆପଣଙ୍କର ପ୍ରସାଦ ବହୁତ ଶସ୍ତାରେ ମିଳେ। ଖଜା ହେଲା, ମିଠା ଜିନିଷ ହେଲା, ଖାଇବା ପାଇଁ ବି ଏଠି ପ୍ରବଳ ମାତ୍ରାରେ ହୋଟେଲ ଅଛି। ଆପଣ ଯେଉଁଠି ଚାହିଁବେ ସେଠି ଖାଇପାରିବେ। ଠିକ୍ ଅଛି, ଆମେ ଏବେ ଫେରୁଛୁ। ଶ୍ରୀ ଜୟ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଦର୍ଶନ କରିକି ଆସିଲୁ। ଆଉ ଚାରି ସାଇଡ଼୍ରେ ମନ୍ଦିର ସବୁ ଅଛି, ମନ୍ଦିର ବି ଦର୍ଶନ କରିକି ଆସିଲୁ। ଠିକ୍ ଅଛି, ଆପଣମାନେ କେବେ ପୁରୀ ବୁଲିବା ପାଇଁ ଆସନ୍ତୁ, ବହୁତ ଖୁସି ଲାଗିବ। ଆପଣଙ୍କ ମନରେ ଶାନ୍ତି ଲାଗିବ। ଆପଣମାନେ ଦର୍ଶନ କରିପାରିବେ। ଆସନ୍ତୁ, ପୁରୀ ଆସନ୍ତୁ, ବୁଲିକି ଯାଆନ୍ତୁ। ଠିକ୍ ଅଛି, ଆମେ ବୁଲି ସାରିଲୁଣି। ଏବେ ଆମେ ଧୀରେ ଧୀରେ ଆମ ହୋଟେଲ ପଟେ ଆଗକୁ ଯିବା और सी ବିଚ୍ ଯିବା। ଠିକ୍ ଅଛି, ଆପଣମାନଙ୍କୁ এই ଭିଡ଼ିଓ କେମିତି ଲାଗିଲା ଆପଣମାନେ ନିହାତି ମୋ ଚ୍ୟାନେଲରେ କମେଣ୍ଟ କରିକି କହିବେ। ଆଉ ଆପଣମାନଙ୍କ ସାଙ୍ଗ এই ଭିଡ଼ିଓଟିକୁ ସେୟାର କରିଦେବେ।
ଠିକ୍ ଅଛି, ଆଜି ଏତିକି, ଆଜି ପାଇଁ ଏତିକି। ନମସ୍କାର, ଜୟ ଜଗନ୍ନାଥ।